ଶୁଣ ମୁଁ ଇଲିଜିବଲ ନୁହେଁ ବୁଝିଗଲେ ଆପଣ ଏଲିଜିବଲ ନୁହେଁ ମୁଁ ହଁ କହିବା ସାରେ ଯୋଉ ଯେହେତୁ ମହରମ ମାଲିକ ପଡିଆ କଥା ବେଡ ଉପରେ ଗୋଟେ ମହରମ ଯୋଉ ଆମର ଅଠା ଟାଇପର ଯୋଉ ରହେ ହୁଁ ସେ ଜିନିଷ ଆମେ ପାଇବୁନି ନା ଶୁଣ ଆଜିକାଲି ସ୍ପେସିଫିକେସନ ସବୁ ଧୀରେ ଧୀରେ ଦିନକୁ ଦିନ ବଦଳି ଯାଉଛି। ମହରମ ଟା ବଦଳିଗଲା ବାଲିରେ ଆରଡିଏସ ଶୁଣନ୍ତୁ ଆରଡିଏସ ତାର ସ୍ପେସିଫିକେସନ ଯୋଉ ହିସାବରେ କରୁଛି ସେଇ ଅନୁସାରେ ଆମକୁ କାମ କରିବାକୁ ପଡୁଛି। ମାନେ ଆଗରୁ ଖାଲି ଗୋଟିଏ ଲେୟରରେ ପଡି ଯାଉଥିଲା, ଆଜ୍ଞା ଏ ପାଞ୍ଚ ଆଜିକାଲି ଲେୟାର ଆଜିକାଲି 3ଟା ଲେୟରରେ ପଡୁଛି। ଆଜ୍ଞା ତେଣୁ ସ୍ପିଡ ଅନୁସାରେ ସେଟା ନାଇଁ କରାହଉଛି। ମହରମ ଟା ସାର୍ କୁହନ୍ତୁ ମହରମ ଟା ଅଛି ନା ନାଇଁ ଗାଇଡଲାଇନରେ ଅଛି ମୋରମ ସେଟା ମୋରମ କୁହାଯାଉନି, କଣ ସେଟା SQ2 SQ2 ମାନେ କଣ ସଏଲ। SQ2 ହଉଛି ଆମର ମାଟିରେ ଯୋଉ ଫାଇଲ୍ସ ରହୁଛି ହଁ ତାର ପରସେଣ୍ଟେଜ ହିସାବରେ SQ1 SQ2 SQ3 ଉପରଟା ଯୋଉ ବ୍ଲାକେଟ ପଡୁଛି ସେଟା SQ3। ବ୍ଲାଙ୍କେଟ ଆଜ୍ଞା ବିଭିନ୍ନ ଆମ ଅଫିସ ପାଖରୁ କିଛି ବାଟ ଗଲା ପରେ ପୁଣି ନିମ୍ନ ପଡିଛି ଯୋଉ ଏଥିକ୍ସ ପଡିଆ କଥା ଯେତିକି ମୋଟା ରହିବା କଥା ଚେକିଂ କରିବା ପାଇଁ ଆମର PMC କାମ ତ ଆଜ୍ଞା ଅଧା ବାଟ ପଳେଇଲାଣି ଚେକିଂ କେତେ ହବ? ନା ହଉଛି ନା ରେଗୁଲାର ଚେକିଂ ହଉଛି। ସେମାନେ ସେଭିଂ କରୁଛନ୍ତି।